Dear pupils, I welcome you to today's English class. Today we shall read about the poem Day and Night. You should pay your attention to the rhyming words while reading the poem. Let us read the poem first. Said the day to night, I bring God's light. What gifts have you, night, said the dew? I give bright hours, said day, and flowers. Said night, more blessed, I bring sweet rest. There are 4 stanzas in this poem, so it is a small poem. I hope that this poem will give pleasure to you if you understand it. So, in the first stanza, said the day to night, I bring God's light. The poet has given a fine description in this poem. There are 2 characters in this poem, they are day and night. What gifts day and night bring to the world? In the first stanza, said the day to night, ଏଠାରେ ଦିନ ରାତିକୁ କହୁଛି ଯେ ଆଇ ବ୍ରିଙ୍ଗ ଗଡ୍ସ ଲାଇଟ୍, ମୁଁ ଈଶ୍ୱରଙ୍କର ଆଲୋକ ଆଣେ। ଅର୍ଥାତ୍ ଦିନ ରାତିକୁ କହୁଛି ଯେ ସେ ଈଶ୍ୱରଙ୍କ ଆଲୋକ ଆଣେ। ଯଦି ଆମେ ଏହାକୁ ଆଉ ଟିକେ ବିଶ୍ଳେଷଣ କରି ଦେଖିବା ଯେ ଦିନ ଈଶ୍ୱରଙ୍କର ଆଲୋକ ଆଣେ, ଅର୍ଥାତ୍ ସୂର୍ଯ୍ୟଙ୍କ ଉପସ୍ଥିତିରେ ଆଲୋକର ଅଭାବ ନଥାଏ। ସମସ୍ତେ ମୁକ୍ତ ଭାବରେ କର୍ମ କରିଥାନ୍ତି। Then in the second stanza, day asks to night, what gifts have you? Night said the dew. ଏଠାରେ ପୁଣି ଦିନ ରାତିକୁ ପଚାରୁଛି ଯେ ତୁମର ଏ ପୃଥିବୀ ପ୍ରତି କ'ଣ ଅବଦାନ ଅଛି? ପ୍ରତି ଉତ୍ତରରେ ରାତି କହୁଛି ଯେ ମୁଁ ଏ ପୃଥିବୀ ପୃଷ୍ଠକୁ କାକର ବିନ୍ଦୁ ଆଣେ। ଦି ନାଇଟ୍ ବ୍ରିଙ୍ଗସ୍ ଡ୍ୟୁ। ରାତି ପ୍ରକୃତି ପୃଷ୍ଠକୁ ବା ପୃଥିବୀ ପୃଷ୍ଠକୁ କାକର ବିନ୍ଦୁ ଆଣେ। ଇନ୍ ଦିସ୍ ଥାର୍ଡ଼ ଷ୍ଟାଞ୍ଜା, I give bright hours, said day and flowers. ଏଠାରେ ପୁଣି ଦିନ ରାତିକୁ କହୁଛି I give bright hours, that the day brings bright hours and flowers to the world. ଦିନ କହୁଛି ଯେ ସେ ଉଜ୍ଜଳ ମୁହୂର୍ତ୍ତ ଏବଂ ଫୁଲ ଗୁଡ଼ିକୁ ଆଣେ। ଏ କଥା ଶୁଣି ପୁନଶ୍ଚ ରାତି କହୁଛି ଯେ said night, more blessed, I bring sweet rest. Blessed means ଈଶ୍ୱରଙ୍କ ଦ୍ୱାରା ଅଧିକ ବିଭବ ବା ଯିଏ ଅଧିକ ଶକ୍ତି ପାଇଥାଏ, ଈଶ୍ୱରଙ୍କ ଦ୍ୱାରା ଅଧିକ ବିଭବ ବା ଶକ୍ତି ପାଇଥିବା ବ୍ୟକ୍ତି। ସେଥିପାଇଁ ଏଠାରେ ରାତ୍ରି କହୁଛି ଯେ ମୁଁ ଈଶ୍ୱରଙ୍କ ଠାରୁ ଅଧିକ ଶକ୍ତି ପାଇଛି, ମୁଁ ଆଇ ବ୍ରିଙ୍ଗ ସୁଇଟ୍ ରେଷ୍ଟ, ମୁଁ ଲୋକଙ୍କ ପାଇଁ ମଧୁର ବିଶ୍ରାମ ଆଣେ। ଦିନ ସାରା ମାନବ କର୍ମ କରି କ୍ଳାନ୍ତ ହୋଇଯାଇଥାଏ ଏବଂ ରାତ୍ରି ଆସିଲେ ସେ ମଧୁର ବିଶ୍ରାମ କରେ। ଏଣୁ ଏଠାରେ ପ୍ରକୃତି ପୃଷ୍ଠକୁ ଅର୍ଥାତ୍ ପୃଥିବୀ ପୃଷ୍ଠକୁ ଦିନ ଏବଂ ରାତ୍ରିର ଅବଦାନ ସମ୍ପର୍କରେ ଏକ ସୁନ୍ଦର ଚିତ୍ର ଏଠାରେ ଚିତ୍ରିତ ହୋଇଛି। ଦିନ ରାତିକୁ କହୁଛି ଯେ ସେ ଈଶ୍ୱରଙ୍କର ଆଲୋକ ଆଣେ ଏବଂ ସେ
ରାତିକୁ ପଚାରୁଛି ତୁମର ପ୍ରକୃତି ପ୍ରତି ଅବଦାନ କ'ଣ? ପ୍ରତି ଉତ୍ତରରେ ରାତି କହୁଛି ଯେ ମୁଁ କାକର ବିନ୍ଦୁ ଆଣେ। ପୁନଶ୍ଚ ଦିନ ରାତିକୁ କହୁଛି ଯେ ମୁଁ ପୃଥିବୀ ପୃଷ୍ଠକୁ ଉଜ୍ଜଳ ମୁହୂର୍ତ୍ତ ଓ ଫୁଲ ଗୁଡ଼ିକୁ ଆଣେ। ଏହା ଶୁଣି ରାତି ଦିନକୁ କହୁଛି ଯେ ମୁଁ ଈଶ୍ୱରଙ୍କ ଠାରୁ ଅଧିକ ଶକ୍ତି ପାଇଛି, ତେଣୁ ମୁଁ ଲୋକଙ୍କ ପାଇଁ ମଧୁର ବିଶ୍ରାମ ଆଣେ। ବାସ୍ତବରେ ଏହା କବିଙ୍କର ଏକ ମର୍ମସ୍ପର୍ଶୀ ପଦ୍ୟ। ଥ୍ୟାଙ୍କ ୟୁ।